ଦେଖନ୍ତୁ ମୁଁ ଯେବେ ମାନେ ଅଫିସିଆଲି ମୁଁ ଫିଲ୍ଡକୁ ଯାଏ ମୁଁ ଏମାନଙ୍କ ସହିତ ହିଁ ମିଶେ ମୋର ଡେଲି ସକାଳୁଠୁ ନେଇକି ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ସେଇମାନଙ୍କ ସହିତ ରୁହେ ତ ଗୋଟେ ଅଲଗା ପ୍ରକାର ତାଙ୍କ ସହିତ ଆଟାଚମେଣ୍ଟ ମୋର ହେଇଯାଇଛି ମୋତେ ମାନେ କହିବା ପାଇଁ ଗଲେ ମୋତେ ଆଉ କାହା ସହିତ ମିଶିବାକୁ ଭଲ ଲାଗେନି ମୋତେ ଏଇମାନଙ୍କ ସହିତ ହିଁ ଭଲ ଲାଗେ ମିଶିବା ପାଇଁ ତ ଯେବେ ସେମାନେ ସହ ବସିକି ମୁଁ କଥା ହୁଏ ତାଙ୍କୁ ପଚାରେ ତାଙ୍କର ଦିନସାରାର ମାନେ କଥା ଆଗ କାଳର କଥା ତ ସେମାନେ କୁହନ୍ତି ଆଉ ସେଇ ଭିତରେ ଦିନେ ଏମିତି ମୁଁ ପଚାରିଲି କି ସେମାନେ ପଡ଼ାଗଡ଼ ଛାଡ଼ି କେବେ କିଛି କୁଆଡ଼େ ଯାଇଛନ୍ତି କି ତ ସେମାନେ ମୋତେ କହିଲେ କି ଆମେ କେବେ ଯାଇନୁ ଦିଦି ଆମେ ଖାଲି ଆମ ଗାଁରେ ହିଁ ଅଛୁ ତ ମୁଁ ଭାବିଲି କି ଯଦି ହୁଏ ତ ଯଦି ମୋ ଦ୍ୱାରା ହେଇପାରିବ ତ ମୁଁ ତାଙ୍କୁ ବାହାରକୁ ନେଇପାରିବି ତ ଏମିତି ତ ହୁଏନି କି ମୁଁ ଚାହିଁବି ହେଇଯିବ ସେ ଭଗବାନଙ୍କ ମାନେ ଆଶୀର୍ବାଦ କି ମୁଁ ତାଙ୍କୁ ଆଜି ନେଇକି ଆସିପାରିଲି ଆଉ ମୋର ବହୁତ ଇଚ୍ଛା ଥିଲା ସେମାନଙ୍କୁ ବାହାରକୁ ନେଇକି ଆସିବା ପାଇଁ ଖାସ କରିକି ମନ୍ଦିର ସେମାନେ କହିଲେ କି ଆମେ କେବେ କେଉଁ ମନ୍ଦିର ଯାଇନୁ ଏ ଭିତରେ ବହୁ ଜଣ ଅଛନ୍ତି ଯେଉଁମାନେ କି ବାସ୍ ମାନେ ଘରେ ଗୋଟେ ଛୋଟ ତାଙ୍କର ଠାକୁର ଘରେ ଗୋଟେ ଛୋଟ ଫଟୋଟା ରଖିକି ସେଇଠି ପୂଜା କରନ୍ତି କିନ୍ତୁ ମନ୍ଦିର କେବେ ଯାଇନାହାନ୍ତି ତ ମୁଁ ଭାବିଲି କି ଚାଲ ମୋ ଜନ୍ମଦିନ ଅଛି ମୁଁ କିଛିଟା ମାନେ ପ୍ରୟାସ କରେ ମୁଁ କିଛିଟା ତାଙ୍କୁ ନେଇକି ଯାଏ ବାହାରକୁ ପାଖାପାଖି 10 ଜଣଙ୍କୁ ମୁଁ ନେଇକି ଆସିଛି ବର୍ଷାଟା ବି ମାନେ ଠିକ୍ ଟାଇମ୍ରେ ହେଉଛି କିନ୍ତୁ ତାଙ୍କୁ ମୁଁ ହୋପଫୁଲି ମାନେ ବହୁତ ଭଲରେ ନେଇକି ପଳେଇ ଆସିଛି ଆଉ ତାଙ୍କୁ ନେଇକି ଭଲରେ ଯିବି ମାନେ ମୁଁ ଟ୍ରାଇବାଲ ମ୍ୟୁଜିୟମ୍ ଗୋଟେ ନେଇଛି ଆଉ ଏବେ ମନ୍ଦିର ଆସିଛୁ ମନ୍ଦିରରେ ଆମେ ଖାଇଲୁ ଖାଇକି ତାଙ୍କୁ ନେଇକି ଯିବୁ ଦଶମନପୁର ବ୍ଲକରେ ମାନେ ପଡ଼ାଗଡ଼ ଆଉ ମୁଜାଙ୍ଗ ଦୁଇଟା ଗାଁରୁ ଆସୁଛନ୍ତି ନିହାତି ମାନେ ଦେଖନ୍ତୁ ଆମେ ରିସର୍ଚ୍ଚ ଆମ ଟ୍ରାଇବାଲ ଉପରେ ବହୁତ ରିସର୍ଚ୍ଚ ହେଉଛି କିନ୍ତୁ ମୁଁ ଖାଲି ଗୋଟାଏ କହିବି କି ସେଇମାନଙ୍କୁ ଯେତେବେଳେ ବି ଆମେ ରିସର୍ଚ୍ଚ କରୁଛେ ନା ଫିଲ୍ଡକୁ ଯାଇକି ସେମାନଙ୍କ ସହିତ ମିଶିକି ବସିକି କଥା ହେଇକି ଆମେ ରିସର୍ଚ୍ଚ ମାନେ କଥା ହେଇକି ଆମେ ତାଙ୍କ ବିଷୟରେ ଅଧିକ ଜାଣିପାରିବା ତାଙ୍କ ସହିତ ବସିକି ତାଙ୍କ ସହିତ କମ୍ୟୁନିକେଟ୍ ଠିକ୍ରେ କରିବାକୁ ପଡ଼ିବ ନହେଲେ ଆମେ କିଛି ଜାଣିପାରିବାନି ତାଙ୍କ ବିଷୟରେ ହେବ ମାନେ 70+ ହିଁ ହେବ ସମସ୍ତଙ୍କ ଏଜ୍ ପ୍ରାୟ ମୁଁ ତ ବହୁତ ଖୁସି ଅଛି ମୁଁ ଭାବୁନଥିଲି କି ହେଇପାରିବ ବୋଲି କାହିଁକିନା ଯେଉଁ ପ୍ରକାର ବର୍ଷା ହେଉଛି କୋରାପୁଟରେ କିନ୍ତୁ ଭଗବାନଙ୍କ ଦୟାରୁ ଭଲରେ ମୁଁ ତାଙ୍କୁ ନେଇକି ଆସିଲି ତ ମୁଁ ତ ମାନେ ଭାବୁଛି ଯାହା ହଉ ଭଗବାନ ମୋତେ ଆଶୀର୍ବାଦ କଲେ ଆଜି ମୁଁ ନେଇକି ଆସିଲି ଇନ୍ଦ୍ର ରଞ୍ଜାମ ନାଇଁ କେବେ ନାଇଁ ବାବୁ ଆରେ ମୋର ଝିଅ ଆଣିଲା ଆଉ ବୋଲି କହିଲା କାଇଁ ଦେଖୁଥିଲି ବୋଲି କହିଲା କେତେ ବସି ଆରି ଦେଖ ବୋଲି କାଏ ଏଟା ମାପୁରୁ ବୋଲି କହିଲା ବଙ୍ଗାଳୀତେ ଚକର ଦେଲା ଦି ଗୋଟେ ଆସିଲା ଦେଖା ଆଣିଲା ସେ ଜଗନ୍ନାଥ ମନ୍ଦିର ଦେଖାଇଲା ସବୁ ଟାଇନ୍ ଭିତରେ ଦେଖାଇଲା ଆରି ଭୋଜି କରି ଖାଇ କରି ପଠାଇଲା ଆସିଥିଲୁ ଯେ କୋରାପୁଟ ଆସିଥିଲୁ ଯେ ଏମିତି ମନ୍ଦିରକୁ ଦେଖିନଥିଲୁ ଜଗନ୍ନାଥ ମନ୍ଦିରକୁ ଦେଖିନଥିଲୁ ବେଶୀ ଖୁସି ଲାଗଲା ଝିଅ ଲାଗେନି ବେଶୀ ଖୁସି ଲାଗଲା ଆଇବାକୁ କୋରାପୁଟରେ ଏକା ଆସିଥିଲୁ ଯେ କେବେ ଜଗନ୍ନାଥ ମନ୍ଦିରକେ ଦେଖିନଥିଲୁ ଆଣିକରି ଦେଖାଇ ଦେଲା କିସ୍ଟା ଦେବ ଏମିତି କରି ଗୁଲିବତୀ କରିକା ଦିନ କରି ଖାଇଲା ଝିଅ ମାନେ ତ ପୁଅ ମାନେ ତ ମୋର ମା' ମାନେ ତ ବୋଲି ଆଣିକରି ଦେଖାଇଲା ମୋର ମା' ମାନେ ଏକା ତୁମେ ମରିଗଲେ ସରି ତା ବୁଢ଼ୀ ଗୋଟେ ଥିଲା ମୋର ମା' କି କିସ୍ କି ବୋଲି ଦେଖାଇଦେବି ବୋଲି ଦେଖାଇଦେଲା